ନମସ୍କାର ଫ୍ରେଣ୍ଡସ୍। ଏବେ କାଳିଆ ଯୋଜନା ଏବଂ ପିଏମ୍ କିଷାନ ଯୋଜନା ଦୁଇଟା ଯାକ ମର୍ଜ ହେବ। ଓଡ଼ିଶାର ସମସ୍ତ ଚାଷୀ ଭାଇମାନଙ୍କୁ ମିଳିବ 2 ଗୁଣା ଫାଇଦା। ଆପଣ ଯଦି କାଳିଆ ଯୋଜନା ଏବଂ ପିଏମ୍ କିଷାନରେ ନାମ ପଞ୍ଜୀକରଣ କରି ପଇସା ପାଉଥିଲେ ତାହେଲେ ଆପଣଙ୍କୁ 2 ଗୁଣା ପଇସା ମିଳିବ। କାହିଁକି ନା ଦୁଇଟା ଯାକ ସ୍କିମକୁ ମିଶେଇକି ରାଜ୍ୟ ସରକାର 2 ଗୁଣା ପଇସା ଓଡ଼ିଶାର ସମସ୍ତ ଚାଷୀଙ୍କୁ ପ୍ରଦାନ କରିବେ। ତା ସହିତ ଓଡ଼ିଶାର ଚାଷୀମାନଙ୍କ ପାଇଁ 58ଟି ଶୀତଳ ଭଣ୍ଡାର ପ୍ରସ୍ତୁତ କରାଯିବ। ଚାଷର ରୂପାନ୍ତରୀକରଣ ଓଡ଼ିଶାର ନୂଆ ସରକାର ପ୍ରୟାସରତ ହୋଇ ଚାଲିଛନ୍ତି। ଥ୍ୟାଙ୍କ ୟୁ ଫ୍ରେଣ୍ଡସ୍। ଇଏ ଥିଲା ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ନ୍ୟୁଜ୍। ଯଦି ଅପଡେଟଟି ଭଲ ଲାଗିଥିବ, ଯଦି ଏଇ ଇନଫର୍ମେସନଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ ଟିକେ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏମିତି ନୂଆ ନୂଆ ଭିଡ଼ିଓ। ଏଥିସହିତ ଆପଣ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଅପଡେଟ କରିନାହାନ୍ତି ତାହେଲେ ଅପଡେଟ କରେଇ ନିଅନ୍ତୁ। ଯଦି KYC କରିନାହାନ୍ତି ତାହେଲେ KYC ମଧ୍ୟ କରେଇ ନିଅନ୍ତୁ। କାହିଁକି ନା ବିନା KYC ରେ ଆକାଉଣ୍ଟକୁ ପଇସା ଯିବ। ଯେଉଁମାନେ ଭୂମିହୀନରେ ଆପ୍ଲାଏ କରିଥିଲେ ସେମାନଙ୍କୁ ମଧ୍ୟ ଭୂମିହୀନରେ ପଇସା ମିଳିବ। ଏହା ସହିତ ଆପଣ ଚାଷୀ ହୁଅନ୍ତୁ କି ସାଧାରଣ ଜନତା ହୁଅନ୍ତୁ, ଆପଣଙ୍କର ଯାହା ବି ଅସୁବିଧା ଅଛି ନୂଆ ସରକାରଙ୍କର ଜନଶୁଣାଣି ପୋର୍ଟାଲରେ ଆପଣ ନିଜର ଅଭିଯୋଗ ଦାଖଲ କରିପାରିବେ। ଆପଣ ଯଦି ଜନଶୁଣାଣି ରେ କିପରି ଅଭିଯୋଗ ଦାଖଲ କରାଯାଏ ଜାଣିନାହାନ୍ତି ତାହେଲେ ଆପଣ କମେଣ୍ଟ କରନ୍ତୁ। ମୁଁ ତାହା ଉପରେ ଗୋଟେ ଭିଡ଼ିଓ ଆଣିକି ଆସିବି, ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝେଇକି କହିବି ଆପଣ ଜନଶୁଣାଣିରେ କିପରି ଅଭିଯୋଗ ଦାଖଲ କରିବେ।